ରାସଗୋବିନ୍ଦପୁର ହିନ୍ଦୁ ଧର୍ମର ବର୍ଷ ସାରା ପୂଜା ପର୍ବ ଓଷାବ୍ରତ ମେଳା ଉତ୍ସବ ଓ ମହୋତ୍ସବ ଲାଗି ରହିଥାଏ। ସେଥିମଧ୍ୟରୁ ମହାଶିବରାତ୍ରି ଏକ ଭିନ୍ନ ସ୍ୱତନ୍ତ୍ରତା ରହିଥାଏ। ଏହି ପର୍ବ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶ ତିଥିରେ ଆଗମନ ହୋଇଥାଏ। ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଷ୍ଠା ବିଶ୍ୱାସ ଉତ୍ସାହର ସହ ଏହି ପର୍ବକୁ ପାଳନ କରିଥାନ୍ତି। ମହାଦୀପ ଉଠିବା ପର୍ଯ୍ୟନ୍ତ ଶିବ ମନ୍ତ୍ର ଶ୍ଲୋକ ଆଦି ଉଚ୍ଚାରଣ କରି ଶିବଙ୍କଠାରେ ଧ୍ୟାନ କରିଥାନ୍ତି। ଉତ୍ତର ଓଡ଼ିଶାର ଶୈବପୀଠ ମଧ୍ୟରୁ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଦେବଶୋଳ ପଞ୍ଚାୟତର ଦେବଶୋଳ ସ୍ଥିତ ବାବା ବୁଦ୍ଧେଶ୍ୱର ପୀଠ ଅନ୍ୟତମ। ଏଠାର ଆଜକୁ 200 ବର୍ଷ ଧରି ଜାଗର ମେଳା ଅନୁଷ୍ଠିତ ହୋଇଆସୁଛି। ଏଠାକୁ ଜାଗର ଜାଳିବା ପାଇଁ ମୟୂରଭଞ୍ଜ ସମେତ ବାଲେଶ୍ୱର, ପଶ୍ଚିମବଙ୍ଗ, ଝାରଖଣ୍ଡ ରାଜ୍ୟରୁ ସହସ୍ରାଧିକ ଭକ୍ତ ଶ୍ରଦ୍ଧାଳୁ ଆସିଥାନ୍ତି। ଏହି ଅବସରରେ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ମହାଶିବରାତ୍ରି ନିମନ୍ତେ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ଚଳିତ ବର୍ଷ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ମହାଶିବରାତ୍ରିକୁ ଧୁମଧାମରେ ପାଳନ କରିବାକୁ ମନ୍ଦିରଗୁଡ଼ିକରେ ବ୍ୟାପକ ଆୟୋଜନ କରାଯାଇଛି। ଏହି ବ୍ଲକରେ ବିଭିନ୍ନ ମନ୍ଦିର ଓ ମନ୍ଦିର ବାହାରେ ସାଜସଜ୍ଜା କରାଯାଇଥିବା ବେଳେ ବିଭିନ୍ନ ମନ୍ଦିରଗୁଡ଼ିକରେ ଭଜନ, ପ୍ରବଚନ, ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଏହି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଗ୍ରାମଗୁଡ଼ିକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ପଞ୍ଚାୟତର ଗ୍ରାମବାସୀ, ବୁଦ୍ଧିଜୀବୀ, କମିଟି ସଦସ୍ୟ ଓ ଯୁବକମାନେ ମଣ୍ଡପ ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି। ରାସଗୋବିନ୍ଦପୁରରୁ ଶିରିଷ ଚନ୍ଦ୍ର ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।